नमस्ते जय जगन्नाथ वेलकम माय यूट्यूब चैनल हंता एक्सप्रेस ब्लॉग। चलते ए न्यू ब्लॉग स्टार्ट करवा। काली आम राति सारा शोनु कहीं काली आम घर को हाथी आसी राति सत कथा फास्ट टाइम देखी बहुत डर माड़ी राति सारा आम शूनी 12टा बाकी आम निद ना देखिपे कौन कौन नष्ट कर देखेबी। এই দেখি পারুথিবে কেমতি নষ্ট করেছি আমার এই বুড়াটা দেখো তো পুরা ফুল বুড়াটা ଥିଲା এই বুড়ার মানে মানে হাতি খাই ଦେଇଛି। এই দেখନ୍ତୁ ধান কেমতি নষ্ট করছি আমরা পকেইছি দেখি পারুথিবে। এই বুড়াটা भी আমরা ইয়ে করଥିଲା দেখি পারুথিবে ଦେଖିପାରୁଥିବେ। ଆଉ ଆମର ଏଇ ଜରିଟା ପୁରା ଛିଡ଼ି ଦେଇଛି ଦେଖିପାରୁଥିବେ। ଆମ ଏଇ ବାହାରେ ଆମର ଧାନ ରୁହେ। ଆଉ ଦେଖିପାରୁଥିବେ ଏଇ ଘର ମାନେ ଚାଳ ଗୁଡ଼ା କେମିତି ଇଏ କରିଦେଇଛି। ମାନେ ଏଇଠି ଆମର ଥିଲା ହାତୀଟା ଆମେ ଘରେ ଶୋଇଥିଲୁ ଦେଖିପାରୁଥିବେ। ମାନେ ଆମର କୋଉ ଭଳିଆ ପରିସ୍ଥିତି ଦେଖନ୍ତୁ। ଆମ ଘରକୁ ଆସିଥିଲା ଜରି ଆମର ଛେଡ଼ି ଦେଇଛି ଧାନ ପୁରା ଗୋଟେ ଖାଇ ଦେଇଛି। ଆହୁରି ଦୁଇଟା ବୋଧେ ପୁରା ନଷ୍ଟ କରିଛି। ନଷ୍ଟ କଲେ କିଛି ନାହିଁ ଯେ ହେଲେ ବେଶୀ କଷ୍ଟ ଲାଗିଲା ଯେ କ୍ଷତି ବହୁତ କରିକି ଗଲା। ବହୁତ ଦୁଃଖ ଲାଗିଲା ହାତୀ ଏମିତି ବି ଆସେ ବୋଲି ଜାଣିନଥିଲି। ଆମର ଜନ୍ମ କାଳରୁ ଆମେ ଏ ଦେଖିପାରୁଥିବେ ଏଇ କୁଟା ଗୁଡ଼ା କେମିତି ଇଏ କରିଛି ଏଇ ଦେଖିପାରୁଥିବେ। এই ଦେଖିପାରୁଥିବେ ଆମର ଲାଇନ୍ ତାର ଛିଡ଼େଇ ଦେଇଛି। ଏଇଠି ଦେଖିପାରୁଥିବେ ଏଇଠି ଲାଇନ୍ ତାର ମାନେ ଲାଇନ୍ କନେକ୍ସନ୍ ଅଛି ତ ଏଇଠି ଛିଡ଼େଇ ଦେଇଛି। ଆମ ଲାଇନ୍ କଟି ଯାଇଛି ମାନେ ମୋ ବଡ଼ ମା ଘର ଏଇ ରାସ୍ତାରେ ଆମର ଯାଇଥିଲା। ଏଇ ଦେଖୁ ତ ଏଇ ଜରିଟା ଦିଆ ହେଇଥିଲା ତ ଏଇଟା ଛିଡ଼ି ଦେଇଛି ମାନେ ଭାଙ୍ଗି ଦେଇଛି। କିଆଡ଼ୁ ହେଇକି ଯାଇଛି ଦେଖ ଏଇଆଡ଼ୁ ନା এইপଟେ ଆମର ଯାଇଛି ଦେଖିପାରୁଥିବେ। ଦେଖନ୍ତୁ ତାଙ୍କର ପାଞ୍ଜ ଗୁଡ଼ା ଦେଖ ହାତୀର ପାଞ୍ଜ ଏଇ ଦେଖନ୍ତୁ ଏଇ କେମିତି ପାଞ୍ଜ ପକେଇକି ଯାଇଛି କେତେ ବଡ଼ ଦେଖ ଖଣା ମାନେ ତାଙ୍କ ପାଦ କେତେ ବଡ଼ ବଡ଼। ଆମ ବାଡ଼ିର କଦଳୀ ଗଛ ଗୁଡ଼ା କେମିତି ନଷ୍ଟ କରିଛି ଦେଖନ୍ତୁ। ଏଇ ସବୁ ମାନେ ଯୋଉ କଦଳୀ ମାନେ ଯୋଉ ଗଛର କଦଳୀ ହେଇଛି ସେଇ କଦଳୀ ଗଛକୁ ହିଁ ସେ ଆକ୍ରମଣ କରିଛି। ଦେଖନ୍ତୁ କେମିତି ନଷ୍ଟ କରିଛି ତ ଦେଖନ୍ତୁ। ଆମେ ଜନ୍ମରୁ ଆମେ ଏତେ ବଡ଼ ହେଲି କେବେ ହାତୀ ବୋଲି ଜାଣିନଥିଲି। ଆମ ଗାଁକୁ ଆସେ ବୋଲି ଆମ ମାନେ ବାପା ମାନେ ବି ମାନେ ଦେଖି ନାହାନ୍ତି କେବେ। ଆମ ଗାଁକୁ ହିଁ ହାତୀ ଆସେନି। ଫାଷ୍ଟ ଟାଇମ୍ ଗୋଟେ ହାତୀ ଆସିଥିଲା ଦେଖନ୍ତୁ କେମିତି ନଷ୍ଟ କରିଛି ଦେଖିପାରୁଥିବେ। ଏଇ ଦେଖନ୍ତୁ ଏଇଠି ଦେଖନ୍ତୁ କେମିତି ନଷ୍ଟ କରିଛି ଦେଖନ୍ତୁ। ମାନେ ଆମର କଦଳୀ ବାଗାନକୁ ପୁରା ନଷ୍ଟ କରିଦେଇଛି ସିଏ ଯାହାକି ମାନେ ପଶିଛି ଯୋଉ ଏଇ ଦେଖନ୍ତୁ ହାତୀ ପାଞ୍ଜକୁ ଦେଖନ୍ତୁ ଏଇଠି ଦେଖନ୍ତୁ କେତେ ବଡ଼ ବଡ଼ ହାତୀ ତାର ପାଞ୍ଜ ପକେଇଛି ଦେଖନ୍ତୁ ଦେଖନ୍ତୁ। এই ଦେଖନ୍ତୁ ଏଇଠି ଆମର ଲାଷ୍ଟ ଏଇ ଭିତରେ ହିଁ ସିଏ ଥିଲା। ଆମେ ସେଇଠି ନିଆଁ ଜଳେଇଥିଲୁ ସେଇଠି ଆମ ବାଡ଼ିରେ ନିଆଁ ଜଳେଇଥିଲୁ ଦେଖିପାରୁଥିବେ। ସେପଟେ ବି ଆମର ଯେଉଁ ଇଏରେ ନିଆଁ ଜଳେଇଥିଲେ କାହିଁକିନା ନିଆଁ ଜଳେଇଲେ ଆସେନି ବୋଲି କୁହନ୍ତି। ଯେଉଁ ମାନେ ହାତୀ ଆଉ ଆସି ମାନେ ପାଖକୁ ଯିବନି ତ ନିଆଁ ଜଳେଇଥିଲୁ। এইଠି ହିଁ ଲାଷ୍ଟ ମାନେ ଏଇଠି ହିଁ ସେ ଥିଲା। ଏଇ ଗଛ ଗୁଡ଼ାକ ସବୁ ନଷ୍ଟ କରିଦେଲା ମାନେ କଦଳୀ ଗଛ ଆମର ଅଧା ବୋଧେ ପୁରା ନଷ୍ଟ କରିଦେଇଛି। ନଷ୍ଟ କଲା କିଛି ନାହିଁ ଅବଶ୍ୟ ଭଗବାନଙ୍କ ଦୟାରୁ ସେ ମାନେ ପଳେଇଲା। ଫରେଷ୍ଟର ବାଲାକୁ ଆମେ ଡାକିଥିଲୁ ଏଇଠି ସେ ଠିଆ ହେଇଥିଲା ଦେଖିପାରୁଥିବେ ସେ କେତେ ନଷ୍ଟ କରିଛି ଦେଖନ୍ତୁ। ଆଉ ମାନେ ଆମେ ଫରେଷ୍ଟର ବାଲାକୁ ଫୋନ୍ କରିଥିଲୁ ରାତି 2ଟା ବେଳକୁ ଯାଇକି ପହଞ୍ଚିଲେ। ଓ ସେ ପହଞ୍ଚିଲା ପରେ ସିଏ ଆମର ଏଇ ଆମର ଗଳି ରାସ୍ତାରେ ସିଏ ପଳେଇ ଗଲା। ଏଇ ରାସ୍ତାରେ ପଳେଇଲା ଯେ ଆଉ ତାକୁ ପାଇଲେନି ତ ଫରେଷ୍ଟର ବାଲା ମାନେ ବି ଖୋଜିକି ପାଇଲେନି ତାକୁ ଆଉ ଗୋଟେ ଗାଁ ଗଲେ। ସତରେ ମୁଁ ଫାଷ୍ଟ ଟାଇମ୍ ଦେଖିଲି ମୋତେ ବହୁତ ଡର ଲାଗେ। ସତରେ ମୁଁ କହୁଛି ଫାଷ୍ଟ ଟାଇମ୍ ଏତେ ବଡ଼
ଭଗବାନ ଏତେ ବଡ଼ ହାତୀ ମୁଁ ଜୀବନରେ ଦେଖିନଥିଲି ସତରେ, ଏତେ ବଡ଼ ହାତୀ ଏ ପ୍ରଭୁ। ଯାହା ହଉ ବାକି ଆମର ଘରର ମାନେ ଟିକେ କ୍ଷତି କରିଛି, ହେଲେ ବି ଭଗବାନଙ୍କ ଦୟାରୁ ସେମିତି କିଛି ନାହିଁ, ତାର ଖାଇଲା ପଳେଇଲା। କାହିଁକିନା ସେମାନଙ୍କୁ ଆମେ ତ ରଖିପାରିବୁନି, ସେମାନେ ଆସି ମାନେ ନଷ୍ଟ କରିବେ। ବାକି ଏତିକି ମାନେ ଇଏ ଲାଗୁଛି ଯେ ଆମ ଘରକୁ ଆସିଥିଲା, ଆସି କାହାରି ଘରକୁ ପଶିନି, ଆମ ଘରକୁ ଆସିଛି ଭାଇ ପାଖରେ। ବାକି ଗୁରୁବାର ଦିନ ରେନି ଆସିଛି ଆମ ମା ଲକ୍ଷ୍ମୀ। ସବୁ ଆସିଛନ୍ତି ଦେଖିବା ପାଇଁ ଯେ କ'ଣ କ୍ଷତି କରିଛନ୍ତି ଦେଖନ୍ତୁ। ଗୋଟେ ପାଖାପାଖିରେ ମୋ ଭଉଣୀ ମୋତେ ଫୋନ୍ ମାରିଲା, ଦେଇକି ମୁଁ ଉଠେଇଲି। ମୁଁ କହିଲି କ'ଣ ପାଇଁ 12ଟା ବେଳେ ଫୋନ୍ ମାରିଲା, ତ ସିଏ ମୋତେ କହୁଛି ହାତୀ ଆସିଛି। ମୁଁ କହିଲି ହାତୀ ଆସିବ ନା। ତାପରେ କ'ଣ କଲି ନା, ମୁଁ ଭାବିଲି ବୋଧେ ଚୋର ଆସିଛନ୍ତି, ଯାହାକି ମୁଁ ଆମ ଜରି ସର୍ଟ ସାର୍ଟ କରୁଛନ୍ତି। ମୁଁ କ'ଣ କଲି, ମୁଁ ଆଉ କିଛି ମାଇଣ୍ଡ ନେନି। ତାପରେ ଯେତେବେଳେ ଅତିରୁ ଧଡ଼ ଧାଡ଼ ସୁଟ୍ ସାଟ୍ କଲା, ମାନେ ସେଇ ଟାଇମ୍ରେ ମୁଁ ଡରିଗଲି। ମାନେ ସତରେ ହାତୀ ଆସିଛି। ମୋ ଭାଇ ଛୁଆ ଅଛି, ମୋ ବାପା ଯାଇଛନ୍ତି ମାମୁଁ ଘରକୁ, ତ ମୋ ଭାଇ ଛୁଆ ଅଛି। ତ ମୋ ଭାଇ ଛୁଆକୁ କହିଲି ଉଠିଲେ ବାବୁ ଆଉ ହାତୀ ଆସିଛି। ମୋ ଭାଇ ଛୁଆ ବି ଡରିଗଲା। ତାପରେ ସେ କହୁଛି ପାଟି କରନି, ମାନେ ମୋତେ ସିଏ କହୁଛି ମୋତେ ପାଟି କରନି, ତୁ ଚୁପ୍ ରହ। ଆମେ 2 ଜଣ ଘର ଭିତରେ ଚୁପ୍କି ଅଛି, ମାନେ ଭାବନ୍ତୁ ଆମ ଘର ଦୁଆର ମୁହଁରେ ହାତୀ, ଆମେ କ'ଣ କରିବା ସେଇ ଟାଇମ୍ରେ କୁହନ୍ତୁ। ମୁଁ ସତରେ ଜୀବନରେ ଏମିତି ମାନେ ଦେଖିନଥିଲି ଏତେ ବଡ଼, ମାନେ ଏତେ ବଡ଼ ଯେ ଏତେ ବଡ଼ ହାତୀ। ଭଗବାନ ମୋ ଜୀବନରେ ମୁଁ ହାତୀ ବୋଲି ଦେଖିନଥିଲି, ସତରେ କହୁଛି। ଦେଖିକି ମୋର ଫଟୋଟା ଛାଡ଼ିବି, ଉଠେଇଛନ୍ତି କିଏ। ମୁଁ ସେଇ ଟାଇମ୍ରେ କହୁଛନ୍ତି ଭିଡ଼ିଓ କର ମୋ ଲାଇଫ୍ରୁ, ମୋ ଜୀବନଟାକୁ ମୁଁ ଭିଡ଼ିଓ କରିବାର ମୋର ଇଏ ନାହିଁ, ମୋର ଦରକାର ନାହିଁ। ମୁଁ ତାକୁ ଭିଡ଼ିଓ କରି କ'ଣ ମୋ ଜୀବନଟା ବଞ୍ଚିଲେ ସିନା ମୁଁ ଭିଡ଼ିଓ କେତେ କରିବି। ତ ସତ କଥା ବହୁତ କ୍ଷତି କଲା। ବାକି ଏବେ ମୋତେ ବହୁତ କଷ୍ଟ ଲାଗେ, ଯାହା ଧାନ ଗୁଡ଼ାକ ନଷ୍ଟ ହେଉଛି ସେଗୁଡ଼ାକୁ ମାନେ ତାକୁ ସାମଟେଇକି ରଖିତେ ପଡ଼ିବ। ଜରିଟାକୁ ବି ଛିଡ଼ିଦେଲା, ବହୁତ ବଡ଼ ଜରିଟା। ହଉ ନଷ୍ଟ ହେଲେ କିଛି ନାହିଁ ଯେ, ହେଲେ କିଛି କରିନି, ତାର ଆସିଲା ତାର ଆପେ ପଳେଇଲା, ସେଇଟା କହୁଛି। ଦେଖ ତାଳ ଗଛରେ ଉଠୁଥିବେ ଏଟା ଛୁଆଟା ବଡ ହେଇଥିଲେ ନା ଆଣି ଫୋଟେ ଦେଇଥାନ୍ତା। ହଁ ଖତ ସେଇଟା 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 ମଞ୍ଜାଟା ଦେଖ ସେଇଟା ସେଇଠି ଅଛି ଗୋଟେ କାନ୍ଦି କାନ୍ଦି ଅଛି। ଏ ଶୁଣ ବେ ଶୁଣ, ସେଇଠି ଅଛି ଦେଖ ବଡ କାନ୍ଦି ଅଛି।